ପ୍ରିୟମାନେ ଆଜି ଗୁଡ୍ ଫ୍ରାଇଡେ ଏହା ସମସ୍ତେ ଜାଣନ୍ତି ଆଉ ସାରା ଦୁନିଆ ଜାଣିଛି ଆଜି ଗୁଡ୍ ଫ୍ରାଇଡେ। ତ ଏଇ ଗୁଡ୍ ଫ୍ରାଇଡେକୁ କିଛି ଲୋକ ଅଛନ୍ତି ବେଡ୍ ଫ୍ରାଇଡେ ବୋଲି ତାକୁ ସେଲିବ୍ରେଟ କରନ୍ତି। ଆଜିର ଦିନରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜର ପ୍ରାଣକୁ ତ୍ୟାଗ କରିଥିଲେ ବା କ୍ରୁଶବିଦ୍ଧ କରାଯାଇଥିଲା ଆଉ କ୍ରୁଶରେ ତାଙ୍କର ପ୍ରାଣ ଚାଲି ଯାଇଥିଲା। ଆଉ ସେଥିପାଇଁ ଆଜି ଏଇ ଶୁକ୍ରବାରକୁ ଅନେକ ଲୋକମାନେ ଦୁଃଖ ଭୋଗର ଶୁକ୍ରବାର ବୋଲି ସେମାନେ ନିଜକୁ କଷ୍ଟ ଦେଲା ପରି ଭୋକିଲା ରୁହନ୍ତି। ଆଜ୍ଞା ହଁ, ଯଦି ଯୀଶୁ ଖ୍ରୀଷ୍ଟ ମରିବା ଯଦି ଆମ ପାଇଁ ଶୁଭ ନଥିଲା, ଦୁଃଖଦାୟକ ଥିଲା ଆଉ ନିଜକୁ କଷ୍ଟ ଦେବାର ଦିନ ଥିଲା, ତେବେ ଆଜିର ଶୁକ୍ରବାରକୁ କାହିଁକି ଗୁଡ୍ ଫ୍ରାଇଡେ ବୋଲି କୁହାଗଲା? ସେଥିପାଇଁ ମୁଁ କହେ ଭାଇମାନେ, ଆପଣମାନେ ଭଲ ଜାଣିଛନ୍ତି ସତ, କିନ୍ତୁ ସତ୍ୟକୁ ବିଶ୍ୱାସ କରିନାହାନ୍ତି। ଦେଖନ୍ତୁ, ଯୀଶୁ ଖ୍ରୀଷ୍ଟ ଯେତେବେଳେ ମରିଗଲେ, ଯୀଶୁ ଖ୍ରୀଷ୍ଟ ମରିବା କ୍ଷଣି ଆମମାନଙ୍କର ମଙ୍ଗଳ ହେଲା, ସେଥିପାଇଁ ଆଜିର ଦିନକୁ ଗୁଡ୍ ବୋଲି କୁହାଗଲା।